नमस्कार जय जगन्नाथ मु जगदीश आपन अनंतरा चैनल को स्वागत करुच्ची 2025 हार्दिक अभिनंदन। ଏହି ନୂଆ ବର୍ଷଟି ଆପଣମାନଙ୍କ ଜୀବନରେ ଢେର ସାରା ଖୁସି ନେଇ ଆସୁ। ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ତେବେ ବନ୍ଧୁମାନେ, ଯଦି ଆପଣଙ୍କର ବୃଷ ରାଶି ହୋଇଥାଏ ତ ଏହି ଭିଡିଓଟି ଆପଣଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଅଟେ। ତ ସେଥିପାଇଁ ଆପଣମାନେ ଭିଡିଓଟିକୁ ସ୍କିପ୍ ନ କରି ଥରେ ମାତ୍ର ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ। ଆଜିର ଏହି ଭିଡିଓରେ ଆମେମାନେ ଆଲୋଚନା କରିବା ଆସିବାକୁ ଯାଉଥିବା ନୂତନ ବର୍ଷ 2025ରେ ବୃଷ ରାଶିଙ୍କ ଜୀବନରେ କେଉଁ ସବୁ ବଡ ବଡ ପରିବର୍ତ୍ତନ ହେବା ପାଇଁ ଯାଉଛି। ବୃଷ ରାଶିର ବ୍ୟକ୍ତି ବିଶେଷ ମାନଙ୍କର ବାର୍ଷିକ ରାଶିଫଳ ବିଷୟରେ ଜାଣିବା। ବନ୍ଧୁମାନେ, ସବୁ ବର୍ଷ ଅପେକ୍ଷା ଏହି 2025 ମସିହାଟି ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ଅଟେ, କାରଣ ଏହା ଏକ ଏପରି ବର୍ଷ ଅଟେ ଯେଉଁ ବର୍ଷଟିରେ 4ଟି ବଡ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ଏହି 2025 ମସିହାରେ ଶନି, ରାହୁ, କେତୁ ଏବଂ ଦେବଗୁରୁ ବୃହସ୍ପତି ଏହି 4 ବଡ ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ବନ୍ଧୁମାନେ, ଶନିଦେବ ପ୍ରତି 2.5 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ରାହୁ ଏବଂ କେତୁ ପ୍ରତି 1.5 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି ଏବଂ ଦେବଗୁରୁ ବୃହସ୍ପତି ପ୍ରତି 1 ବର୍ଷରେ ନିଜର ରାଶି ପରିବର୍ତ୍ତନ କରିଥାନ୍ତି। ମାତ୍ର ଏହି 2025 ମସିହାରେ ଏପରି ସଂଯୋଗ ସୃଷ୍ଟି ହେଉଛି ଯେଉଁ ବର୍ଷଟିରେ ଏହି 4 ଗୋଟି ଗ୍ରହ ନିଜର ରାଶି ପରିବର୍ତ୍ତନ କରୁଛନ୍ତି। ତେବେ ଏହି 2025 ମସିହାଟି ଆପଣଙ୍କ ପାଇଁ କିପରି ରହିବ ସେ ବିଷୟରେ ଆସନ୍ତୁ ବିସ୍ତାର ରୂପରେ ଜାଣିବା। ତେବେ ବନ୍ଧୁମାନେ, ଭିଡିଓଟିରେ ଆଗକୁ ବଢିବା ପୂର୍ବରୁ ଯଦି ଆପଣଙ୍କର ବୃଷ ରାଶି ହୋଇଥାଏ ତେବେ ଭିଡିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ କରିଦେବେ ଏବଂ କମେଣ୍ଟ ବକ୍ସରେ ଭକ୍ତି ଏବଂ ଶ୍ରଦ୍ଧାର ସହିତ ଜୟ ଶ୍ରୀ ଜଗନ୍ନାଥ ନିଶ୍ଚୟ ଲିଖିବେ। ବନ୍ଧୁମାନେ, ଆଜିର ଏହି କାର୍ଯ୍ୟକ୍ରମଟି ଜନ୍ମରାଶି ଏବଂ ଚନ୍ଦ୍ର ରାଶି ଉପରେ ଆଧାରିତ ଅଟେ। ତେବେ ରାଶିଚକ୍ରର 12 ଗୋଟି ରାଶି ମଧ୍ୟରୁ ଦ୍ୱିତୀୟ ରାଶି ହେଉଛି ବୃଷ ରାଶି ଏବଂ ବୃଷ ରାଶିର ରାଶିଧିପତି ହେଉଛନ୍ତି ଶୁକ୍ର। ତେବେ ବର୍ଷର ଆରମ୍ଭରେ ଶୁକ୍ର ଆପଣଙ୍କର 10ମ ଭାବରେ ବିରାଜମାନ ଅଛନ୍ତି, ତୃତୀୟ ଭାବରେ ମଙ୍ଗଳ ବିରାଜମାନ ଅଛନ୍ତି, ପଞ୍ଚମ ଭାବରେ କେତୁ ବିରାଜମାନ ଅଛନ୍ତି, ସପ୍ତମ ଭାବରେ ବୁଧ ବିରାଜମାନ ଅଛନ୍ତି, ଅଷ୍ଟମ ଭାବରେ ସୂର୍ଯ୍ୟ ବିରାଜମାନ ଅଛନ୍ତି ଏବଂ ଆପଣଙ୍କର ଏକାଦଶ ଭାବରେ ରାହୁ ବିରାଜମାନ ଅଛନ୍ତି। ଏବେ ଆସନ୍ତୁ ଜାଣିବା ବଡ ବଡ ଗ୍ରହ ମାନଙ୍କର ରାଶି ପରିବର୍ତ୍ତନ କେବେ ହେବ। ତ ଶନି 30 ମାର୍ଚ୍ଚକୁ ଆପଣଙ୍କର ମୀନ ରାଶିକୁ ଗୋଚର କରିବେ, ଅର୍ଥାତ୍ ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ। 15 ମେକୁ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଅର୍ଥାତ୍ ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରିବେ ଏବଂ 18 ମେକୁ ରାହୁ ଏବଂ କେତୁ ଏହି 2 ଗ୍ରହ ନିଜର ରାଶି ପରିବର୍ତ୍ତନ କରିବେ। ରାହୁ ଆପଣଙ୍କର କୁମ୍ଭ ରାଶିକୁ ଚଳନ କରିବେ, ଅର୍ଥାତ୍ ଆପଣଙ୍କର 10ମ ଭାବକୁ ଚଳନ କରିବେ ଏବଂ କେତୁ ଆପଣଙ୍କର ସିଂହ ରାଶିକୁ ଅର୍ଥାତ୍ ଆପଣଙ୍କର 4ର୍ଥ ଭାବକୁ ଚଳନ କରିବେ। ତ ସର୍ବପ୍ରଥମେ ଆସନ୍ତୁ ଜାଣିବା ଦେବଗୁରୁ ବୃହସ୍ପତି ଆପଣଙ୍କୁ କେଉଁ ପ୍ରକାରର ଫଳ ପ୍ରଦାନ କରିବେ। ବନ୍ଧୁମାନେ, 15 ମେ ପର୍ଯ୍ୟନ୍ତ ଦେବଗୁରୁ ବୃହସ୍ପତି ଆପଣଙ୍କର ପ୍ରଥମ ଭାବରେ ରହିବେ। ତ ଗୁରୁ ଆପଣଙ୍କର ପ୍ରଥମ ଭାବରେ ରହିକି ଆପଣଙ୍କର ପଞ୍ଚମ ଭାବ, ସପ୍ତମ ଭାବ ଏବଂ ନବମ ଭାବକୁ ଦେଖୁଛନ୍ତି। ତ ଆପଣଙ୍କର ଯଦି ବିବାହ ହୋଇନାହିଁ ତେବେ 15 ମେ ପୂର୍ବରୁ ଆପଣଙ୍କ ଘରକୁ ଭଲ ଭଲ ବିବାହ ପ୍ରସ୍ତାବ ଆସିପାରେ। ଆପଣଙ୍କ ଘରେ ଆପଣଙ୍କର ବିବାହକୁ ନେଇ ଆଲୋଚନା ହୋଇପାରେ, କାରଣ ଗୁରୁଙ୍କର ସପ୍ତମ ଦୃଷ୍ଟି ଆପଣଙ୍କର ସପ୍ତମ ଭାବ ଉପରକୁ ହିଁ ରହୁଅଛି, ଯାହାଫଳରେ ଆପଣଙ୍କର ବିବାହ ସ୍ଥିର ମଧ୍ୟ ହୋଇପାରେ। ଗୁରୁ ଏଠାରେ ରହି ଆପଣଙ୍କର ଜ୍ଞାନରେ ବୃଦ୍ଧି କରାଇବେ, ଆପଣଙ୍କର ମ୍ୟାଚୁରିଟି ଲେଭେଲକୁ ମଧ୍ୟ ବଢାଉଛନ୍ତି। ଗୁରୁ ଏଠାରେ ରହି ଆପଣଙ୍କୁ ଜ୍ଞାନ ପ୍ରଦାନ କଲେ, ଆପଣଙ୍କର ଶିକ୍ଷାକୁ ମଜବୁତ ବନାଇଲେ, ଆପଣଙ୍କର କମ୍ୟୁନିକେସନ ସ୍କିଲକୁ ମଧ୍ୟ ବେଟର ବନାଇଲେ। ତ ପ୍ରଥମ କଥା ହେଉଛି ଗୁରୁଙ୍କର ଆପଣଙ୍କର ପ୍ରଥମ ଭାବରେ ଅବସ୍ଥିତି ଆପଣଙ୍କର ବିବାହ ସ୍ଥିର କରାଇବ ଏବଂ ଯେଉଁ ବ୍ୟକ୍ତିମାନଙ୍କର ସନ୍ତାନ ନଥିଲା ଏବଂ ସେମାନେ ସନ୍ତାନର କାମନା କରୁଥିଲେ ତ 15 ମେ ପୂର୍ବରୁ ଆପଣ ସନ୍ତାନ ସନ୍ତତିକୁ ନେଇକି କିଛି ପ୍ଲାନିଂ କରିପାରିବେ। ସମୟ ଆପଣଙ୍କ ପାଇଁ ଅନୁକୂଳ ରହିଛି, ଆପଣଙ୍କୁ ସନ୍ତାନ ସୁଖ ନିଶ୍ଚିତ ଭାବରେ ପ୍ରାପ୍ତି ହେବ, କାରଣ ଗୁରୁଙ୍କର ପଞ୍ଚମ ଦୃଷ୍ଟି ଆପଣଙ୍କର ପଞ୍ଚମ ଭାବ ଉପରକୁ ରହୁଛି ଏବଂ ପଞ୍ଚମ ଭାବଟି ହିଁ ହୋଇଥାଏ ଆପଣଙ୍କର ସନ୍ତାନର ଭାବ। ପଞ୍ଚମ କ୍ଷେତ୍ରଟି ଶିକ୍ଷାର ମଧ୍ୟ ଭାବ। ତ 15 ମେ ପୂର୍ବରୁ ଆପଣ ନିଜର ଶିକ୍ଷା କ୍ଷେତ୍ରରେ ମଧ୍ୟ ବହୁତ ଅଧିକ ଉନ୍ନତି କରିବେ। ଆପଣ ଯଦି ଉଚ୍ଚ ଶିକ୍ଷା କରିବାକୁ ଚାହୁଁଛନ୍ତି ତେବେ ନିଶ୍ଚିତ ଭାବରେ ଆପଣ ଉଚ୍ଚ ଶିକ୍ଷା କରିପାରିବେ। ତ 15 ମେ ପର୍ଯ୍ୟନ୍ତ 2025 ମସିହାର ଆପଣଙ୍କୁ ସନ୍ତାନ ପ୍ରାପ୍ତି ହେବାର ବହୁତ ଅଧିକ ଯୋଗ ରହୁଛି। ବିବାହର ମଧ୍ୟ ଫାଇନାଲ ହୋଇପାରେ ଏବଂ ଶିକ୍ଷା କ୍ଷେତ୍ରରେ ମଧ୍ୟ ଆପଣ ବହୁତ ଅଧିକ ଉନ୍ନତି କରିପାରନ୍ତି, ଆପଣଙ୍କର ଭାଗ୍ୟରେ ମଧ୍ୟ ଉନ୍ନତି ଆସିବ। ମାତ୍ର 15 ମେ ପରେ ଗୁରୁ ଯେତେବେଳେ ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରିବେ ତ ଦ୍ୱିତୀୟ ଭାବଟି ଆପଣଙ୍କର ଧନ, କୁଟୁମ୍ବ ଏବଂ ବାଣୀର ଭାବ ହୋଇଥାଏ। ତ ଯେତେବେଳେ ଦେବଗୁରୁ ବୃହସ୍ପତି ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରିବେ ସେତେବେଳେ ଆପଣଙ୍କର ବ୍ୟାଙ୍କ ବାଲାନ୍ସ ବଢିବ, ଆପଣଙ୍କର ସେଭିଂସ ବଢିବ। ଏହି ସମୟରେ ଆପଣ ଧନ ଏକତ୍ରିତ କରିପାରିବେ। ମାତ୍ର 15 ମେ ପରେ ଆପଣ କିଛି ଲୋନ୍ ମଧ୍ୟ ନେଇପାରନ୍ତି, ଗାଡିକୁ ନେଇକି ହେଉ କିମ୍ବା ହୋମ ଲୋନ୍ ହେଉ, କିଛି ନା କିଛି ଲୋନ୍ ଆପଣ ନିଶ୍ଚିତ ଭାବରେ ନେଇପାରନ୍ତି। ଗୁରୁ ଆପଣଙ୍କର ଅଷ୍ଟମ ଏବଂ ଏକାଦଶ ଭାବର ଅଧିପତି ହୋଇ
ଆପଣଙ୍କର ଦ୍ୱିତୀୟ ଭାବକୁ ଚଳନ କରିବେ। ତ ଏଠାରେ ଆପଣଙ୍କୁ ଗୋଟେ କଥାର ବିଶେଷ ଧ୍ୟାନ ରଖିବାର ଅଛି ଯେ ଆପଣ କାହା ସହିତ ବି ଆର୍ଗୁମେଣ୍ଟ କରନ୍ତୁ ନାହିଁ। ଯେତେ ପାରିବେ ଆପଣ ଆର୍ଗୁମେଣ୍ଟ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ। ତ ଏହି ସମୟରେ ଆପଣ କୌଣସି ଫ୍ୟାମିଲି ପ୍ଲାନିଂ କରିପାରନ୍ତି। ଆପଣଙ୍କର ପରିବାରକୁ ନୂତନ ଅତିଥି ଆସିପାରନ୍ତି ଏବଂ ଗୁରୁ ଆପଣଙ୍କର ଦ୍ୱିତୀୟ ଭାବରେ ରହି ଆପଣଙ୍କର ଦଶମ ଭାବକୁ ଦେଖିବେ, ଅଷ୍ଟମ ଭାବକୁ ଦେଖିବେ ଏବଂ ଆପଣଙ୍କର ଷଷ୍ଠ ଭାବକୁ ମଧ୍ୟ ଦେଖିବେ। ତ ଦଶମ ଭାବଟି ହୋଇଥାଏ କ୍ୟାରିୟରର ଭାବ ଏବଂ ଦଶମ ଭାବରେ ଗୁରୁଙ୍କର ଦୃଷ୍ଟି ରହିବା ଅର୍ଥ ଆପଣ କ୍ୟାରିୟରରେ ବହୁତ ଅଧିକ ଉନ୍ନତି କରିବେ। କ୍ୟାରିୟରରେ ଆପଣ ବହୁତ ଉଚ୍ଚ ସ୍ଥିତିକୁ ଯାଇପାରନ୍ତି। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ମ୍ୟାଚୁରିଟି ବଢିବ। ଏହା ବ୍ୟତୀତ କ୍ୟାରିୟରରେ ଆପଣଙ୍କର ଏକ ବଡ଼ ପରିବର୍ତ୍ତନ ମଧ୍ୟ ଦେଖାଦେଇପାରେ। ଆପଣଙ୍କର କାର୍ଯ୍ୟକ୍ଷେତ୍ରରେ ପ୍ରମୋସନର ଯୋଗ ମଧ୍ୟ ରହୁଛି। 15 ମେ ପରେ ଆପଣ ନିଜର କାର୍ଯ୍ୟକ୍ଷେତ୍ରରେ ବହୁତ ଅଧିକ ଉନ୍ନତି କରିବେ। ଯେଉଁମାନଙ୍କ ନିକଟରେ କୌଣସି ଚାକିରି ନାହିଁ ସେମାନଙ୍କୁ ନୂତନ ଚାକିରି ମଧ୍ୟ ପ୍ରାପ୍ତି ହୋଇପାରେ। କୌଣସି ଏମଏନସି କମ୍ପାନୀରୁ ଆପଣଙ୍କୁ ଜବ୍ ଅଫର ଆସିପାରେ। ମାତ୍ର ଆପଣଙ୍କ ପାଇଁ କିଛି ଅଶୁଭ ଫଳ ମଧ୍ୟ ରହିଅଛି। ଗୁରୁ ଆପଣଙ୍କର ଷଷ୍ଠ ଏବଂ ଅଷ୍ଟମ ଭାବକୁ ମଧ୍ୟ ଦେଖୁଛନ୍ତି, ଯେତେବେଳେ କି ଷଷ୍ଠ ଏବଂ ଅଷ୍ଟମ ଭାବକୁ କୁଣ୍ଡଳୀରେ ଅଶୁଭ ବୋଲି ମାନାଯାଇଥାଏ। ତେବେ ଏହାର ଅର୍ଥ ହେଉଛି ଯେ 15 ମେ ପରେ ଆପଣଙ୍କର ଶତ୍ରୁ ବୃଦ୍ଧି ହୋଇପାରେ। ସେତେବେଳେ ଆପଣ ନିଜର ଖାଦ୍ୟପେୟ ଉପରେ ମଧ୍ୟ ନିୟନ୍ତ୍ରଣ ରକ୍ଷା କରିବା ଉଚିତ, କାରଣ ଆପଣଙ୍କର ପେଟ ଜନିତ ସମସ୍ୟା ଦେଖାଦେଇପାରେ। ଗ୍ୟାସ୍, ଏସିଡିଟି ଭଳି ସମସ୍ୟା ଦେଖାଦେଇପାରେ। ଲିଭର ଏବଂ ଡାଇଜେସନରେ ପ୍ରୋବ୍ଲେମ ଦେଖାଦେଇପାରେ। ସେଥିପାଇଁ ଆପଣ ଯେତେ ପାରିବେ ବାହାର ଖାଦ୍ୟକୁ ଆଭଏଡ୍ କରନ୍ତୁ। ଏବେ ଆସନ୍ତୁ ଜାଣିବା ଶନିଙ୍କର ଗୋଚର ଆପଣଙ୍କ ଉପରେ କିପରି ପ୍ରଭାବ ପକାଇବ। ଶନିଙ୍କର ରାଶି ପରିବର୍ତ୍ତନ ଆପଣଙ୍କ ଜୀବନରେ କେଉଁ ସବୁ ପରିବର୍ତ୍ତନ ଆଣିବ। ତେବେ ଶନି ଆପଣଙ୍କ ପାଇଁ ଯୋଗକାରକ ଗ୍ରହ ଅଟନ୍ତି। ଶନିଦେବ ଆପଣଙ୍କର ଭାଗ୍ୟ ଭାବର ଅଧିପତି ଅଟନ୍ତି, ଅର୍ଥାତ୍ ଆପଣଙ୍କର ନବମ ସ୍ଥାନର ଅଧିପତି ଅଟନ୍ତି। ଏହା ବ୍ୟତୀତ ଦଶମ ଭାବର ଅଧିପତି ମଧ୍ୟ ଶନି ହିଁ ଅଟନ୍ତି ଏବଂ 30 ମାର୍ଚ୍ଚ ପର୍ଯ୍ୟନ୍ତ ଶନି ଆପଣଙ୍କର ଦଶମ ଭାବରେ ଅର୍ଥାତ୍ ଆପଣଙ୍କର କ୍ୟାରିୟର ଭାବରେ ବିରାଜମାନ ରହିବେ ଏବଂ 30 ମାର୍ଚ୍ଚକୁ ଶନି ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ ଏବଂ ସମ୍ପୂର୍ଣ୍ଣ ବର୍ଷଟି ଶନି ଆପଣଙ୍କର ଏକାଦଶ ଭାବରେ ହିଁ ରହିବେ। ତେବେ ଏକାଦଶ ଭାବଟି ଆମର ଇଚ୍ଛାର ଭାବ ହୋଇଥାଏ, ଇଚ୍ଛା ପୂର୍ତ୍ତିର ଭାବ ହୋଇଥାଏ, ଲାଭର ଭାବ ହୋଇଥାଏ ଏବଂ ଆମର ଇନକମର ମଧ୍ୟ ଭାବ ହୋଇଥାଏ। ତ ନବମ ଏବଂ ଦଶମ ଭାବର ସ୍ୱାମୀଙ୍କର କନେକ୍ସନ ଏକାଦଶ ଭାବ ସହ ବନିବ। ତ ଶନିଦେବ ଆପଣଙ୍କର ଏକାଦଶ ଭାବକୁ 30 ବର୍ଷ ପରେ ଆସୁଛନ୍ତି। ତ ଏହି ବର୍ଷଟିରେ ଆପଣ ନୂଆ ନୂଆ ଜିନିଷ କିଛି କିଣିପାରନ୍ତି, କାରଣ ଶନିଦେବ ଯେଉଁ ସ୍ଥାନରେ ବିରାଜମାନ ରହିଥାନ୍ତି ସେହି ସ୍ଥାନର ବୃଦ୍ଧି କରିଥାନ୍ତି। ଅର୍ଥାତ୍ 30 ମାର୍ଚ୍ଚ ପରେ ଆପଣ କୌଣସି ଘର କିଣିପାରନ୍ତି, କୌଣସି ଫ୍ଲାଟ କିଣିପାରନ୍ତି କିମ୍ବା କୌଣସି ଯାନବାହନ ମଧ୍ୟ କିଣିପାରନ୍ତି, ଗୃହ ନିର୍ମାଣ ମଧ୍ୟ କରିପାରନ୍ତି, ଏପରିକି କୌଣସି ଇଲେକ୍ଟ୍ରୋନିକ୍ସ ଜିନିଷ ମଧ୍ୟ କିଣାକିଣି କରିପାରନ୍ତି। ଏହି ସମୟରେ ଆପଣଙ୍କ ନିକଟକୁ ଚାରି ଦିଗରୁ ଧନ ଆସିବ। ଧନ ଆସିବାର ସମସ୍ତ ମାର୍ଗ ଆପଣଙ୍କ ପାଇଁ ଖୋଲିଯିବ। ଚାରି ଦିଗରୁ ଆପଣଙ୍କୁ ଲାଭ ହିଁ ଲାଭ ପ୍ରାପ୍ତି ହେବ ଏବଂ ଯେଉଁ ବ୍ୟକ୍ତି ବିଶେଷ ମାନଙ୍କର କନଷ୍ଟ୍ରକ୍ସନର କାମ ରହିଛି, ମାନୁଫ୍ୟାକ୍ଚରିଂର କାମ ରହିଛି, କୌଣସି ଇଣ୍ଡଷ୍ଟ୍ରିଆଲର କାମ ରହିଛି କିମ୍ବା ଆପଣଙ୍କର କୌଣସି ଫ୍ୟାକ୍ଟ୍ରି ଅଛି, ତ ଶନି ଆପଣଙ୍କର ଏକାଦଶ ଭାବରେ ରହି ଏହି ସବୁ କ୍ଷେତ୍ରରେ ନିଶ୍ଚିତ ଭାବରେ ଆପଣଙ୍କୁ ଲାଭ ପ୍ରଦାନ କରିବେ, କାରଣ ଶନିଦେବ ଆପଣଙ୍କର ଏକାଦଶ ଭାବରେ ରହିଛନ୍ତି। ଏକାଦଶ ଭାବଟି ଇଚ୍ଛା ପୂର୍ତ୍ତିର ଭାବ ହୋଇଥାଏ। ତ ଏହି ବର୍ଷ ଆପଣଙ୍କର ଇଚ୍ଛା ପୂର୍ଣ୍ଣ ହେବ। ଆକସ୍ମିକ ଧନ ଲାଭର ମଧ୍ୟ ଯୋଗ ବନୁଛି। ଏହି ସମୟରେ ଆପଣ ଆପଣଙ୍କର ଇନକମକୁ ବଢାଇବା ପାଇଁ, ଆପଣଙ୍କର ଫାଇନାନ୍ସିଆଲ କଣ୍ଡିସନକୁ ଷ୍ଟ୍ରଙ୍ଗ ବନାଇବା ପାଇଁ ଆପଣ ବହୁତ ଚେଷ୍ଟା କରିବେ ଏବଂ ସେହି ଚେଷ୍ଟାରେ ଆପଣ ସଫଳ ମଧ୍ୟ ହେବେ। ବନ୍ଧୁମାନେ, ଗୁରୁ ଆପଣଙ୍କର ଧନ ସ୍ଥାନରେ ଏବଂ ଶନି ଆପଣଙ୍କର ଲାଭ ସ୍ଥାନରେ। ତ ଧନ ଲାଭର ସମ୍ପୂର୍ଣ୍ଣ ସମ୍ଭାବନା ବନୁଅଛି। ତ 30 ମାର୍ଚ୍ଚ ପରେ ସମୟ ଆପଣଙ୍କ ପାଇଁ ବହୁତ ଭଲ ରହିବ। 30 ମାର୍ଚ୍ଚ ପରେ ଆପଣ କୌଣସି ବଡ଼ ଇନଭେଷ୍ଟମେଣ୍ଟ କରିପାରନ୍ତି, କୌଣସି ବଡ଼ କାର୍ଯ୍ୟର ଆରମ୍ଭ କରିପାରନ୍ତି, କୌଣସି ଜିନିଷ କ୍ରୟ କରିପାରନ୍ତି, ଯେହେତୁ ଶନିଦେବ ଆପଣଙ୍କ ପାଇଁ ଯୋଗକାରକ ଗ୍ରହ ଅଟନ୍ତି। ତ 30 ମାର୍ଚ୍ଚ ପରେ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ହିଁ ମିଳିବ। ଏବେ ଆସନ୍ତୁ ଜାଣିବା ରାହୁ ଏବଂ କେତୁ ଆପଣଙ୍କୁ କେଉଁଭଳି ଫଳ ପ୍ରଦାନ କରିବେ। ତ ବନ୍ଧୁମାନେ, 18 ମେ ପର୍ଯ୍ୟନ୍ତ ରାହୁ ଆପଣଙ୍କର ଏକାଦଶ ଭାବରେ ଅଛନ୍ତି, କେତୁ ଆପଣଙ୍କର ପଞ୍ଚମ ଭାବରେ ଅଛନ୍ତି। ମାତ୍ର 18 ମେ କୁ ରାହୁ ଆପଣଙ୍କର ଦଶମ ଭାବକୁ ଚଳନ କରିବେ ଏବଂ କେତୁ ଆପଣଙ୍କର ଚତୁର୍ଥ ଭାବକୁ ଚଳନ କରିବେ। ତ 18 ମେ ପରେ ଆହୁରି ଅଧିକ ଚମତ୍କାର ହେବ। ରାହୁଙ୍କର ରାଶି ପରିବର୍ତ୍ତନ ଆପଣଙ୍କର କ୍ୟାରିୟର ଭାବକୁ ହେବ। ସମ୍ପୂର୍ଣ୍ଣ 18 ବର୍ଷ ପରେ ରାହୁ ଆପଣଙ୍କର ଦଶମ ଭାବକୁ ଚଳନ କରୁଛନ୍ତି। ତ କ୍ୟାରିୟର କ୍ଷେତ୍ରରେ ରାହୁଙ୍କର ଅବସ୍ଥିତି ଆପଣଙ୍କୁ ଚାଲାକ ଏବଂ ଚତୁର ବନାଇବ ଏବଂ ଆପଣ ବହୁତ ଅଧିକ ସ୍ମାର୍ଟ ୱାର୍କ କରିବେ। ହାର୍ଡୱାର୍କ ଛାଡି ଆପଣ ସ୍ମାର୍ଟ ୱାର୍କ କରିବାକୁ ପସନ୍ଦ କରିବେ, ଯାହାଫଳରେ କ୍ୟାରିୟରରେ ଆପଣ ବହୁତ ଅଧିକ ଲାଭ ମଧ୍ୟ ପାଇପାରିବେ। ପରିଶ୍ରମ କମ ଏବଂ ଲାଭ ଆପଣ ଅଧିକ ପାଇବେ। ରାହୁ ହେଉଛନ୍ତି ଆକସ୍ମିକର ଗ୍ରହ। ରାହୁ ଆପଣଙ୍କୁ ଆକସ୍ମିକ ଲାଭ ପ୍ରଦାନ କରାଇଥାନ୍ତି। ତ ରାହୁ ଯେତେବେଳେ ଆପଣଙ୍କର କ୍ୟାରିୟର ଭାବକୁ ଆସିବେ, ତ ସେତେବେଳେ ଆପଣଙ୍କର କ୍ୟାରିୟରରେ କିଛି ନା କିଛି ପରିବର୍ତ୍ତନ ନିଶ୍ଚିତ ଭାବରେ ଆସିବ। ହୁଏତ ଆପଣଙ୍କର ଟ୍ରାନ୍ସଫର ହୋଇପାରେ କିମ୍ବା ଆପଣଙ୍କୁ ଉଚ୍ଚ ପଦବୀ ପ୍ରାପ୍ତି ହୋଇପାରେ।
ରାଜନୀତି କରୁଥିବା ବ୍ୟକ୍ତିବିଶେଷମାନଙ୍କ ପାଇଁ 18 ମେ ପରର ସମୟ ଅତ୍ୟନ୍ତ ଶୁଭ ଅଟେ। ଆପଣ ଦେଖିବେ ଯେ ଯଦି ଆପଣଙ୍କ ପାଖରେ କୌଣସି ଚାକିରି ବାକିରି ନାହିଁ ତ 18 ମେ ପରେ କେମିତି କେଉଁଆଡୁ ଗୋଟେ ଆପଣଙ୍କ ପାଇଁ ଚାକିରିର ମଧ୍ୟ ଅଫର ଆସିବ। ଏପରି ହଠାତ୍ କରି ଆପଣଙ୍କ ଜୀବନକୁ ଖୁସି ଆସିବ। ଆପଣଙ୍କର କ୍ୟାରିୟରରେ ଆପଣ ଅକସ୍ମାତ ଉନ୍ନତି କରିବେ, ଯାହା ଆପଣ ସ୍ୱପ୍ନରେ ସୁଦ୍ଧା ଭାବିନଥିବେ। ମାତ୍ର ଶନି ଯେତେବେଳେ ଆପଣଙ୍କର ଏକାଦଶ ଭାବକୁ ଚଳନ କରିବେ ତ ସେତେବେଳେ ଆପଣଙ୍କର ପ୍ରଥମ ଭାବକୁ ଦେଖିବେ। ଆପଣଙ୍କର ଚନ୍ଦ୍ରମାଙ୍କ ଉପରେ ଶନିଙ୍କର ଦୃଷ୍ଟି ରହିବ, ଯାହା ଫଳରେ ଆପଣଙ୍କ ମଧ୍ୟରେ ଟିକେ ଆଳସ୍ୟ ଦେଖାଦେଇପାରେ। ଆପଣ ଓଭର ଥିଙ୍କିଂ କରିପାରନ୍ତି ଏବଂ ଅଧିକ ଭାବିବା ଯୋଗୁଁ, ଅଧିକ ଚିନ୍ତା କରିବା ଯୋଗୁଁ ଆପଣଙ୍କର ମୁଣ୍ଡ ବିନ୍ଧା ଭଳି ମଧ୍ୟ ସମସ୍ୟା ଦେଖାଦେଇପାରେ। ଶନି ଏଠାରେ ରହି ଆପଣଙ୍କର ପଞ୍ଚମ ଭାବକୁ ମଧ୍ୟ ଦେଖିବେ। ତ ଏହି ସମୟରେ ଆପଣ ଆପଣଙ୍କର ପ୍ରେମ ଜୀବନକୁ ନେଇ ବହୁତ ଅଧିକ ଭାବିବା ଯୋଗୁଁ, ବହୁତ ଅଧିକ ଚିନ୍ତା କରିବା ଯୋଗୁଁ ମାଇଗ୍ରେନ ଭଳି କିଛିଟା ସମସ୍ୟା ମଧ୍ୟ ଦେଖାଦେଇପାରେ। ସେଥିପାଇଁ ଆପଣ ଓଭର ଥିଙ୍କିଂ ଠାରୁ ଦୂରେଇ ରୁହନ୍ତୁ। କୌଣସି କଥାକୁ ନେଇକି ବହୁତ ଅଧିକ ଚିନ୍ତା କରନ୍ତୁ ନାହିଁ। 30 ମାର୍ଚ୍ଚ ପରେ ଆପଣଙ୍କର ପ୍ରେମ ଜୀବନରେ ଖୁସି ଫେରି ଆସିବ। ପୂର୍ବରୁ ଆପଣଙ୍କର ପ୍ରେମ ଜୀବନରେ ଯାହା ବି କିଛି ସମସ୍ୟା ଥିଲା ସେ ସବୁ ସମସ୍ୟାର ସମାଧାନ ହୋଇଯିବ। ଶନିଙ୍କର ଦୃଷ୍ଟି ଆପଣଙ୍କର ଅଷ୍ଟମ ଭାବ ଉପରକୁ ମଧ୍ୟ ରହୁଛି, ଅର୍ଥାତ୍ ଏହି ସମୟରେ ଆପଣ କୌଣସି ଗୁପ୍ତ ଜ୍ଞାନର ଅଧ୍ୟୟନ କରିପାରନ୍ତି। ରିସର୍ଚ୍ଚ ଲାଇନରେ ଥିବା ବ୍ୟକ୍ତିମାନଙ୍କ ପାଇଁ ଏହି ସମୟଟି ଅତ୍ୟନ୍ତ ଶୁଭମୟ ଅଟେ। ଏହି ସମୟରେ ଆପଣଙ୍କର ମନ ଗୁପ୍ତ ଅଧ୍ୟୟନ ଆଡକୁ ଯାଇପାରେ। ଗୁପ୍ତ ଅଧ୍ୟୟନ ହେଉଛି ଯାହାକି ଜ୍ୟୋତିଷ ଶାସ୍ତ୍ର, ରିସର୍ଚ୍ଚ ଲାଇନ, ତନ୍ତ୍ରବିଦ୍ୟା ଏସବୁକୁ ଗୁପ୍ତ ଅଧ୍ୟୟନ କୁହାଯାଇଥାଏ, ଗଭୀର ଅଧ୍ୟୟନ କୁହାଯାଇଥାଏ। ତ ଆପଣଙ୍କର ମନ ଏହି ସବୁ ଆଡକୁ ଯାଇପାରେ। ତ 2025 ମସିହାରେ ଆପଣ ନୂଆ ନୂଆ ଜିନିଷ ସବୁ ଶିଖିପାରନ୍ତି। ଏହାପରେ କେତୁ ଆପଣଙ୍କର ଚତୁର୍ଥ ଭାବକୁ ଚଳନ କରିବେ। ଚତୁର୍ଥ ଭାବଟି ଆପଣଙ୍କର ସମସ୍ତ ସୁଖର ଭାବ ହୋଇଥାଏ, ମାଙ୍କର ଭାବ ହୋଇଥାଏ। ତ ଆପଣ ନିଜ ମାଙ୍କର ସ୍ୱାସ୍ଥ୍ୟ ଉପରେ ଧ୍ୟାନ ରଖିବା ଉଚିତ। ମାଙ୍କର ଜଏଣ୍ଟ ପେନ୍ ଏବଂ ପାଦରେ କିଛି ସମସ୍ୟା ଦେଖାଦେଇପାରେ, ସେଥିପାଇଁ ଆପଣ ଟିକେ ଧ୍ୟାନ ରଖନ୍ତୁ। ଏହା ବ୍ୟତୀତ ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ପ୍ରାପ୍ତି ହେବ। ତ ବନ୍ଧୁମାନେ ଏବେ ଆସନ୍ତୁ ଜାଣିବା କିଛି ଉପାୟ ବିଷୟରେ, କିଛି ପ୍ରତିକାର ବିଷୟରେ, ଯେଉଁ ପ୍ରତିକାର ଗୁଡିକ କରିବା ଦ୍ୱାରା ଏହି ମାସରେ ଯାହା ବି କିଛି ଅଶୁଭତ୍ୱ ରହୁଛି ସେସବୁର ଖଣ୍ଡନ ହୋଇପାରିବ। ତେବେ ପ୍ରତ୍ୟେକ ଦିନ ଆପଣ ଶୁକ୍ରଙ୍କର ବୀଜ ମନ୍ତ୍ର 108 ଥର ଜପ କରନ୍ତୁ। ପ୍ରତ୍ୟେକ ଦିନ ଆପଣ ମା ଲକ୍ଷ୍ମୀଙ୍କର ଆରାଧନା କରନ୍ତୁ ଏବଂ ପ୍ରତ୍ୟେକ ଦିନ ଆପଣ ଶନି ଚାଳିଶା ମଧ୍ୟ ପାଠ କରନ୍ତୁ। ଆପଣଙ୍କର ଭାଗ୍ୟୋଦୟ ହେବା ସହିତ ପ୍ରତ୍ୟେକ କ୍ଷେତ୍ରରେ ଆପଣ ଉନ୍ନତି ମଧ୍ୟ କରିବେ। ତେବେ ବନ୍ଧୁମାନେ 2025 ମସିହାଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭମୟ ଏବଂ ମଙ୍ଗଳମୟ ରହୁ, ଏହା ହିଁ ଈଶ୍ୱରଙ୍କ ନିକଟରେ ମୋର ପ୍ରାର୍ଥନା। ଧନ୍ୟବାଦ। ରାଧେ ରାଧେ। ଜୟ ଜଗନ୍ନାଥ।